देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ୱାଇବି ଖୁରାନିଆ ହେଲେ ରାଜ୍ୟର ନୂଆ ପୁଲିସ ଡିଜି। ଚର୍ଚ୍ଚାର ଅନ୍ତ ଘଟିଛି। 1990 ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡ଼ିଶାର ନୂଆ ପୁଲିସ ଡିଜି। ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଖୁରାନିଆ ଭୁବନେଶ୍ୱର କଟକ କମିଶନରେଟ୍ ପୁଲିସର କମିଶନର ଓ ନୟାଗଡ଼ ରାଉରକେଲା ଯାଜପୁର ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି। ସେ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲେଇଥିଲେ। ଏଥିସହ କେନ୍ଦ୍ରକୁ ଯାଇ ବିଏସ୍ଏଫ୍ ସ୍ପେଶାଲ ଡିଜି ମଧ୍ୟ ହୋଇଥିଲେ। ଅଗଷ୍ଟ 2 ତାରିଖରେ କ୍ୟାବିନେଟ୍ କମିଟି ଶ୍ରୀ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡରକୁ ଫେରାଇ ଆଣିଥିଲା। ନମ୍ବର 2, ସାଇବର କ୍ରାଇମ୍ ଓ ନିଶା କାରବାର ରୋକିବାକୁ ପୁଲିସ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ, କହିଲେ ଡିଜିପି ଖୁରାନିଆ। ସାଇବର କ୍ରାଇମ୍, ମାଦକ ଦ୍ରବ୍ୟର ପ୍ରସାର ଓ ଅପରାଧ ମୁକାବିଲା ଦିଗରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହା ସହିତ ଥାନାକୁ ଅଭିଯୋଗ ପାଇଁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟର ନୂଆ ପୁଲିସ ଡିଜି ୱାଇବି ଖୁରାନିଆ କହିଛନ୍ତି। କାଲି କଟକ ସ୍ଥିତ ପୁଲିସ ମୁଖ୍ୟାଳୟଠାରେ ରାଜ୍ୟର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ ଶ୍ରୀ ଖୁରାନିଆ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ପୁଲିସ ସେବା ଯୋଗାଇବା ସବୁଠୁ ବଡ଼ କର୍ତ୍ତବ୍ୟ। ଆଗାମୀ ଦିନରେ ମାଦକ ଦ୍ରବ୍ୟର ପ୍ରସାର ଓ ଅପରାଧ ଉପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସାମ୍ପ୍ରତିକ ପରିସ୍ଥିତିରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ସଫଳତାର ସହ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ନମ୍ବର 3, ଇସ୍ରୋ ରଚିଲା ଇତିହାସ। SSLV D3ର ହେଲା ସଫଳ ଉତ୍କ୍ଷେପଣ। ଇସ୍ରୋ ଅର୍ଥାତ୍ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଅଗଷ୍ଟ 16 ସକାଳ 9:17ରେ ଶ୍ରୀହରିକୋଟା ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ SSLV D3 ରକେଟ୍ ଉତ୍କ୍ଷେପଣ କରିଛି। ଏହି ମିଶନ ଅଧୀନରେ ଦେଶର ନୂଆ ପୃଥିବୀ ପର୍ଯ୍ୟବେକ୍ଷଣ ସ୍ୟାଟେଲାଇଟ୍ EOS-8 ଏବଂ ଏକ ଛୋଟ ଉପଗ୍ରହ SR-0 ଉତ୍କ୍ଷେପଣ କରାଯାଇଛି। ଏହି ଦୁଇଟି ଉପଗ୍ରହ ପୃଥିବୀଠାରୁ 475 କିଲୋମିଟର ଉଚ୍ଚରେ ଏକ ବୃତ୍ତାକାର କକ୍ଷପଥରେ ସ୍ଥାପିତ ହୋଇଛି। ଏହି ସ୍ୟାଟେଲାଇଟ୍କୁ ଉତ୍କ୍ଷେପଣ କରି ଇସ୍ରୋ ଇତିହାସ ରଚିଛି। ଇସ୍ରୋର SSLV D3 ରକେଟ୍ ଉତ୍କ୍ଷେପଣ ଐତିହାସିକ ଅଟେ, କାରଣ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପଗ୍ରହ EOS-8 ଏବଂ SR-0କୁ ନିମ୍ନ ପୃଥିବୀ କକ୍ଷପଥରେ ରଖିବା ଏକ ପ୍ରମୁଖ ମିଶନ। ନମ୍ବର 4, ହସ୍ପିଟାଲକୁ କେନ୍ଦ୍ରର ନିର୍ଦ୍ଦେଶ। 6 ଘଣ୍ଟା ମଧ୍ୟରେ FIR ଦିଅ। ଦେଶର ସମସ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଯଦି କେଉଁଠାରେ ଡାକ୍ତରଙ୍କ ବିରୁଦ୍ଧରେ ହିଂସା ହେଉଛି ତେବେ ଆଗାମୀ 6 ଘଣ୍ଟା ମଧ୍ୟରେ FIR ଦିଅନ୍ତୁ। ମେଡିକାଲ ଇନଷ୍ଟିଚ୍ୟୁସନର ମୁଖ୍ୟ ଏହି ଅଭିଯୋଗ ଦାଖଲ କରିପାରିବେ। ପାଣିପାଗ ସୂଚନା। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା। ବନ୍ୟା ସତର୍କତା ଜାରି କଲେ SRC। ଦକ୍ଷିଣ ବାଂଲାଦେଶ ଓ ତତ୍ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ରହିବା ସହ ଦକ୍ଷିଣ ପଶ୍ଚିମ ଦିଗରେ ଢଳି ରହିଛି। ଆଗକୁ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଓ ଝାଡ଼ଖଣ୍ଡ ମଧ୍ୟ ଦେଇ ଆଗାମୀ 2ରୁ 3 ଦିନ ଗତି କରିବ। ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବିସ୍ତୃତି ବର୍ଷା ସହ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ନମ୍ବର 6, ଏହି ତାରିଖରେ ଘଟିବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଆସନ୍ତା ସେପ୍ଟେମ୍ବର 18 ତାରିଖରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ, ଯାହା ସମଗ୍ର ବିଶ୍ୱରେ ପ୍ରଭାବ ପକାଇବ। ଏହି ଚନ୍ଦ୍ରଗ୍ରହଣ ୟୁରୋପ, ଆଫ୍ରିକା, ଉତ୍ତର ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଏବଂ ଭାରତ ମହାସାଗରର କେତେକ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଶେଷ ଚନ୍ଦ୍ରଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ଅନୁଯାୟୀ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର 18 ତାରିଖ ସକାଳ 6:11ରୁ ଆରମ୍ଭ ହୋଇ ସକାଳ 10:17ରେ ଶେଷ ହେବ। ଏହା ମୋଟ ଅବଧି 4 ଘଣ୍ଟା 6 ମିନିଟ୍ ରହିବ। ନମ୍ବର 7, ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ। ସେନ୍ସେକ୍ସ 1331 ପଏଣ୍ଟ ବୃଦ୍ଧି। ଶୁକ୍ରବାର ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଦେଖାଦେଇଛି। ଉଭୟ ସେନ୍ସେକ୍ସ ଓ ନିଫ୍ଟି ବୃଦ୍ଧି ସହ ବନ୍ଦ ହୋଇଛି। ସେନ୍ସେକ୍ସ 1331 ପଏଣ୍ଟ ବୃଦ୍ଧି ସହ 80,436.84 ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି 397 ପଏଣ୍ଟ ବୃଦ୍ଧି ସହ 24,541.15 ପଏଣ୍ଟରେ ବନ୍ଦ ହୋଇଛି। ବଜାରରେ ଏହି ବୃଦ୍ଧିର ଏକ ପ୍ରମୁଖ ଯୋଗଦାନ ହେଉଛି IT ଷ୍ଟକ୍, ଯେଉଁଥିରେ ବହୁତ ଉନ୍ନତି ହୋଇଛି। ନମ୍ବର 8, ଏହି 2 ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ।
ଆସନ୍ତା 2ଟି ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ସେହି ଅନୁସାରେ ଅଗଷ୍ଟ 1926 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି 2 ଦିନ ସରକାରୀ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ନମ୍ବର 9 କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଆନ୍ଦୋଳନରତ ଡାକ୍ତରଙ୍କ 6 ଦଫା ଦାବି। ଡାକ୍ତରଙ୍କ ସୁରକ୍ଷା ପାଇଁ ଆସୁ ନୂଆ ଆଇନ। ଡାକ୍ତରଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରୁଥିବା କମିଟି ଏବେ ଏହି ପୂରା ଘଟଣାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖି 6ଟି ଦାବି ଉପସ୍ଥାପନ କରିଛି। ପ୍ରଥମ ଦାବି ହେଉଛି ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଉ। ଦ୍ୱିତୀୟ ଦାବି ହେଉଛି ଭବିଷ୍ୟତରେ ଯେପରି ଏପରି ଘଟଣା ନ ଘଟେ ସେଥିପାଇଁ କଡ଼ା ନିୟମ କାନୁନ ଥିବା ଏକ ଅଧ୍ୟାଦେଶ ଅଣାଯାଉ। ସ୍ୱାସ୍ଥ୍ୟକର୍ମୀମାନଙ୍କୁ କ୍ଷତି ପହଞ୍ଚାଉଥିବା ଲୋକମାନଙ୍କ ବିରୋଧରେ ଏହି ଅଧ୍ୟାଦେଶରେ ଦୃଢ଼ ଦଣ୍ଡବିଧାନର ବ୍ୟବସ୍ଥା ରହୁ। ଅଧ୍ୟାଦେଶ ଆଣିବା ପରେ ସରକାର ଏନେଇ ଏକ ଆଇନ ସଂସଦରେ ପ୍ରଣୟନ କରନ୍ତୁ। ନୂଆ ଆଇନ ଲାଗୁ ନ ହେବା ପର୍ଯ୍ୟନ୍ତ ଅଧ୍ୟାଦେଶ ବଳବତ୍ତର ରହୁ। ସମସ୍ତ ଡାକ୍ତରଖାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି କରାଯାଇଛି। ନମ୍ବର 10 ଜାତୀୟ ଚଳଚ୍ଚିତ୍ର ସମ୍ମାନ ଦମନ ଶ୍ରେଷ୍ଠ ଓଡ଼ିଆ ସିନେମା। 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ରହିଛି ଓଡ଼ିଆ ସିନେମା। ବାବୁସାନଙ୍କ ଅଭିନୀତ ଦମନକୁ ଶ୍ରେଷ୍ଠ ଓଡ଼ିଆ ସିନେମା ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ରିଷଭ ସେଠୀ ଶ୍ରେଷ୍ଠ ଅଭିନେତା ହୋଇଥିବା ବେଳେ ନିତ୍ୟା ମେନନ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି। ଚର୍ଚ୍ଚିତ ଚଳଚ୍ଚିତ୍ର କାନ୍ତାରା ପାଇଁ ରିଷଭଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଥିରୁ ଚିତ୍ରାମ୍ବଲମ ପାଇଁ ନିତ୍ୟା ଓ କଚ୍ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି। 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶର୍ମିଲା ଟେଗରଙ୍କ ଅଭିନୀତ ଗୁଲମୋହରଙ୍କୁ ଶ୍ରେଷ୍ଠ ହିନ୍ଦୀ ସିନେମା ପୁରସ୍କାର ମିଳିଛି। ଓଡ଼ିଆ ସିନେମା ଦମନ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ମୁକାବିଲା ଉପରେ ଆଧାରିତ। ଏହି ସିନେମା ଓଡ଼ିଆ ସମେତ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ ହୋଇଥିଲା। ନମ୍ବର 11 ଜମ୍ମୁ କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା। ଜମ୍ମୁ ଓ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ କାଲି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଜମ୍ମୁ ଓ କାଶ୍ମୀରରେ 3ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ହରିୟାଣାରେ ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଅକ୍ଟୋବର 4ରେ ଉଭୟ ରାଜ୍ୟର ଭୋଟ ଗଣତି ହେବ। ଜମ୍ମୁ କାଶ୍ମୀରରେ ସେପ୍ଟେମ୍ବର 18, 25 ଓ ଅକ୍ଟୋବର 1 ତାରିଖରେ ଭୋଟ ଗ୍ରହଣ ହେବ। ହରିୟାଣାରେ ଅକ୍ଟୋବର 1 ତାରିଖରେ ଭୋଟ ଗ୍ରହଣ କରାଯିବ। ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। 2014ରେ ଶେଷ ଥର ପାଇଁ ସେଠାରେ ନିର୍ବାଚନ ହୋଇଥିଲା। ଜମ୍ମୁ କାଶ୍ମୀରରେ 90ଟି ବିଧାନସଭା ଆସନ ଅଛି। ସେଥିରୁ 74ଟି ସାଧାରଣ ବର୍ଗ ପାଇଁ ଥିବାବେଳେ 9ଟି ଏସଟି ଓ 7ଟି ଏସସି ବର୍ଗ ପାଇଁ ସଂରକ୍ଷିତ ହୋଇଛି। ନମ୍ବର 12 ମୋଦିଙ୍କୁ କଲ୍ କଲେ ମହମ୍ମଦ ୟୁନୁସ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଦେଲେ ଆଶ୍ୱାସନା। ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷାକୁ ନେଇ ଆଶ୍ୱାସନା ଦେଇଛନ୍ତି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ। ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ପୋଷ୍ଟରେ କହିଛନ୍ତି, ଆଜି ବାଂଲାଦେଶ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କଲ୍ କରିଥିଲେ। ଦେଶରେ ଚାଲିଥିବା ବର୍ତ୍ତମାନ ପରିସ୍ଥିତି ଉପରେ ସେ ମତ ବିନିମୟ କରିଛନ୍ତି। ସେଠାରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ତଥା ନିରାପତ୍ତା ବାବଦରେ ଆଶ୍ୱାସନା ଦେଇଛନ୍ତି ୟୁନୁସ। ଏଥିସହ ସେ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନମ୍ବର 13 ବାମ ଦଳ ବିଜେପି ବିରୋଧରେ ବିଷ ଓଗାଳିଲେ ମମତା। କୋଲକାତାର ଆରଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାରେ ଜୋର ଧରିଛି ରାଜନୀତି। ଗୁରୁବାର ଆନ୍ଦୋଳନକାରୀମାନେ ଏହି ମେଡିକାଲ କଲେଜ ଓ ହସ୍ପିଟାଲକୁ ଧସେଇ ପଶିବା ସହିତ ଭଙ୍ଗାରୁଜା କରିଥିବା ବେଳେ ଏହା ପଛରେ ବାମ ଦଳ ଓ ବିଜେପିର ମିଳିତ ଷଡ଼ଯନ୍ତ୍ର ରହିଛି ବୋଲି କାଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଉଭୟ ଗୃହ ଓ ସ୍ୱାସ୍ଥ୍ୟ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ବିରୋଧୀଙ୍କ ନିଶାଣାରେ ଥିବାବେଳେ ସେ ଅଭିଯୋଗ କରିଛନ୍ତି ଯେ ଏହି ଦୁଷ୍କର୍ମ ହତ୍ୟା ଘଟଣାର ସତ୍ୟକୁ ଅସ୍ପଷ୍ଟ ରଖିବାକୁ ବିରୋଧୀମାନେ ଉଦ୍ୟମ କରୁଛନ୍ତି। କୋଲକାତାରେ ଏକ ରାଲିରେ ସେ କହିଛନ୍ତି, ଆମେ ଚାହୁଁଛୁ ସତ ସାମ୍ନାକୁ ଆସୁ, କିନ୍ତୁ କିଛି ଲୋକ ମିଥ୍ୟା କଥା ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଆମେ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛୁ। ନମ୍ବର 14 ଏଲୋପାଥିକୁ ନେଇ ବାବା ରାମଦେବଙ୍କ ବଡ଼ ବୟାନ, ପୁଣି ପଡ଼ିପାରନ୍ତି ଅଡ଼ୁଆରେ। ଯୋଗଗୁରୁ ବାବା ରାମଦେବ ପୁଣି ଥରେ ଏଲୋପାଥିକ ଔଷଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ପତଞ୍ଜଳି ଯୋଗପୀଠରେ ପତାକା ଉତ୍ତୋଳନ ପରେ ନିଜେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏଲୋପାଥି ବିଷାକ୍ତ ବୋଲି କହିଛନ୍ତି। ସେ କହିଛନ୍ତି ଏଲୋପାଥିକ ଔଷଧ ବିଷାକ୍ତ ଏବଂ ଏହାକୁ ଖାଇ କୋଟି କୋଟି ଲୋକ ପ୍ରାଣ ହରାଉଛନ୍ତି। ତେଣୁ ଆମ ଦେଶକୁ ଚିକିତ୍ସା ସ୍ୱାଧୀନତାର ଆବଶ୍ୟକତା ରହିଛି। ଏଥିପାଇଁ ପତଞ୍ଜଳି କାମ କରୁଛି। ନମ୍ବର 15 ଦେଶରେ ବେରୋଜଗାରୀ ହାରରେ ସାମାନ୍ୟ ହ୍ରାସ, ସର୍ଭେ ରିପୋର୍ଟରେ ଖୁଲାସା।
देश में बेरोजगारी हार में सामान्य ह्रास देखा मिली। पीरियडिक लेबर फोर्स सर्वेर रिपोर्ट अनुसार सहरांचल में एप्रिल रु जून 2024 पर्यंत 15 वर्षरू अधिक बयसर बेरोजगारी हार 6.6% रही। हेले 2024 आर्थिक वर्ष में यह हार 6.7% रही। एथिरे सामान्य ह्रास देखा मिली। शुक्रवार यह तथ्य जमापड़ी। पुरुषों बेकारी हार पूर्व वर्षर 5.9% रु सामान्य ह्रास पाई 5.8% को होता बेले महिला 9.1% रु 9.0% को ह्रास पाई। नंबर 16 कांग्रेस रु इस्तीफा देले विजय पट्टनायक। कांग्रेस छाड़िले विजय पट्टनायक। काली से कांग्रेस प्राथमिक सदस्य पदर इस्तीफा देइछंती। मेल माध्यम से निजर इस्तीफा पत्र एआईसीसी को पठेई देइछंती। इस्तीफा पर से निज प्रतिक्रिया रे कहिछंती कोनोसी राजनैतिक दल को जिबे नाही, लोकंक पाखक जिबे बोली से कहिछंती। ओडिशार पूर्वतन मुख्य शासन सचिव विजय पट्टनायक 2023 मसीहा फेब्रुआरी मासरे कांग्रेस रे जोग देइथिले। नंबर 17 बीजेपी रे सामिल होई पारंती पूर्वतन मुख्यमंत्री चंपई सोरेन। झारखंड रे शासक दल जेएमएम को सख्त झटका लागिपारे। सूत्र अनुसार राज्यर पूर्वतन मुख्यमंत्री चंपई सोरेन एवं पूर्वतन विधायक लोबिन हेम्ब्रम बीजेपी रे सामिल होई पारंती। चंपई सोरेन आगामी दिने 2 दिन भितरे दिल्ली रे बीजेपी रो किछि बड़ नेता को भेटिबा परे पार्टी मुख्यालय रे दलर सदस्यता ग्रहण करि पारंती। उल्लेखयोग्य जे राज्य रे चलित वर्ष शेष आड़क विधानसभा निर्वाचन अनुष्ठित हेबो। नंबर 18 राहुल गांधी को नागरिकता को नहीं दिल्ली हाईकोर्ट को मुहाइले सुब्रमण्यम स्वामी। बीजेपी नेता सुब्रमण्यम स्वामी शुक्रवार दिल्ली हाईकोर्ट को द्वारस्थ होइछंती। से कांग्रेस नेता तथा लोकसभा विरोधी दल नेता राहुल गांधी को भारतीय नागरिकता रद्द करने और तांको प्रतिनिधित्व उपरे निष्पत्ति नेबा लगी गृह मंत्रालय को निर्देश देबाकू दाबी करिसंती। स्वामी को यह आवेदन उपरे आगामी सप्ताह में शुणाणी होई पारे बोली आकलन करा जाउछि। नंबर 19 सरकारी तथ्य दैनिक होउछि 86 दुष्कर्म। प्रियंका गांधी को प्रश्न काहाठू रखिब सुरक्षा आशा। कांग्रेस साधारण संपादिका प्रियंका गांधी शुक्रवार कहिसंती जे पश्चिमबंग, बिहार, उत्तराखंड, उत्तर प्रदेश रे महिलांक सह हेउथुबा बर्बरता सारा देश को दोहलेई देइछि। एथिरे जदि अभियुक्तों को राजनीतिक संरक्षण दियागला तेबे महिलांक सुरक्षा आसामे काहाठू करिबा बोली प्रश्न करिसंती। एनी प्रियंका गांधी एक्स रे को पोस्ट करिसंती। एथिरे सारा देश रे एबे महिला दुख और आक्रोश रे थिबा से उल्लेख करिसंती। प्रियंका गांधी पचारिसंती ए देश रे महिला मानकू क्यों वार्ता जाउछि। सरकारी तथ्य रे दैनिक 86 रेप हेउथिबा बेले महिला काहाठू सुरक्षा आशा करिवे। नंबर 20 प्रलय रचिला एवरेस्ट। ग्लासियर ब्लास्ट रे उजड़ी गला थमे गाँ। नेपाल रो शेरपांका लागि प्रसिद्ध गाँ थमेरे विपर्जय रचिछि प्रकृति। केरल वायनाड भड़ी भसई नहीं गाँ को। शुक्रवार मध्याह्न एवरेस्ट रो अचानक गाँ को फ्लाश फ्लड माड़ी आसीथिला। मने करा जाउछि ग्लासियर लेक आउटब्रस्ट फ्लड होइछि। थमे एवरेस्ट को सर्वप्रथमे आरोहण करिथिबा शेरपा तेंजिन नरगेंग गाँ। एही गाँर अधारू अधिक घर एबे कादुअरे पोती होई पड़िछि। एवरेस्ट रो माड़ी आसुथुबा जड़ प्रलयर दृश्य एबे सोशल मीडिया रे भाइराल हेउछि। नंबर 21 बीजेपी रे सामिल हेले बरी ब्लॉक अध्यक्ष। बीजेडी छाड़ी बीजेपी रे मिसिले बरी ब्लॉक अध्यक्ष अशोक कुमार गेड़ी। शुक्रवार समर्थकों सह आनुष्ठानिक भावे भारतीय जनता पार्टी रे सामिल होइछंती। राज्य कार्यालय ठारे राज्य सभापति मनमोहन सामल, विधायक प्रार्थी उमेश चंद्र जेना उपस्थित रहिथिले। नंबर 22 यूपी रे 69,000 शिक्षक नियुक्तिर मेरिट लिस्ट रद्द। उत्तर प्रदेश रे 69,000 शिक्षक नियुक्ति मामला रे हाईकोर्ट बड़ राय देइछंती। हाईकोर्टଙ୍କ डबल बेंच शिक्षक भर्तीर मेरिट लिस्ट रद्द करिछंती। यह सरकार संरक्षण नियमावली 1994 धारा 3(6) एवं बेसिक शिक्षा नियमावली 1981 पालन पर निर्देश देइछंती। इलाहाबाद हाईकोर्टଙ୍କ लखनऊ खंडपीठ 69,000 सहायक शिक्षक भर्ती रिजल्ट को नुआ रूपे जारी करिबा पई निर्देश देइछंती। एबे बेसिक शिक्षा विभाग आगामी 3 मासरे नुआ मेरिट लिस्ट सूची जारी करिवो। नुआ मेरिट तालिका प्रस्तुत हेबा परे गत 4 वर्ष धरी चाकरी करुथुबा हजार हजार शिक्षकों चाकरी विपदरे पड़िछि। नंबर 23 चाइना गेमिंग आप्रे 400 कोटी टंका ठकेई। ओडिशारू 2 जण गिरफ कला ईडी। चाइना गेमिंग आप्रे भारतरू 400 कोटी टंका ठकेई। ओडिशारू 2 जण को गिरफ कला कोलकाता प्रवर्तन निर्देशालय। फ्यू इन आप जरिए चीन को टंका जाइथिबा जणा पड़िछि। ठकेईर मास्टरमाइंड चीन रु नियंत्रण करुथिला। ठकेई रे भारतर 4 जण सहयोग करुथिबा बेले सेथिमध्यरु ओडिशार रहिछंती 2 जण। सेमाने रिचार्ज पर्सन भाबे काम करुथिले। कोलकाता ईडी गिरफ करिथिबा 4 अभियुक्त हेले अरुण साहू, आलोक साहू, चेतन प्रकाश और जोसेफ स्टालिन। मनी लॉन्ड्रिंग एक्ट रे एमानकु गिरफ करिछि ईडी। एही मामला रे गिरफ होइथिबा अरुण साहू और आलोक साहू राउरकेलार बोली जणा पड़िछि।
ଠକେଇର ଶିକାର ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଧରିଛି ଇଡି। ନମ୍ବର 24 ନିର୍ବାଚନ ଲଢ଼ିବେନି ଉମର ଅବଦୁଲ୍ଲା। ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ସେପଟେ ସେଠାରେ ଥିବା ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିସହିତ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ଏକ ବଡ଼ ଘୋଷଣା କରିଛନ୍ତି। ସେ ନିଜେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ସେ ବିଧାନସଭା ନିର୍ବାଚନରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଜମ୍ମୁ କାଶ୍ମୀରର ଭେଟେରାନ୍ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପୁଅ ଉମର ଅବଦୁଲ୍ଲା ଏହି ନିର୍ବାଚନରେ ଭାଗ ନେବେ ନାହିଁ। ଏହା ବଦଳରେ ସେ ଜାମ୍ମୁ କାଶ୍ମୀରରେ ରାଜ୍ୟ ଗଠନ ହେଲେ ହିଁ ଉମର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ନମ୍ବର 25 ଆଫ୍ରିକା ଡେଇଁଲା ମଙ୍କିପକ୍ସ ମାମଲା। ସ୍ୱିଡେନରେ ପ୍ରଥମ ରୋଗୀ ଚିହ୍ନଟ। ସାରା ବିଶ୍ୱକୁ ଘାରିଲା ମଙ୍କିପକ୍ସ ବା ଏମ୍ପକ୍ସ ଚିନ୍ତା। 116ଟି ଦେଶରେ ଗ୍ରେଡ୍ 3 ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ପବ୍ଲିକ୍ ହେଲ୍ଥ ଏମର୍ଜେନ୍ସି ଅଫ୍ ଗ୍ଲୋବାଲ କନସର୍ନ ବା ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି। ଏହାର ଦିନକ ପରେ ସ୍ୱିଡେନରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ଜଣାଯାଇଛି। ଏହା ଖୁବ୍ ଶୀଘ୍ର ୟୁରୋପ ମହାଦେଶକୁ ବ୍ୟାପିପାରେ ବୋଲି WHO ଚେତାବନୀ ଦେଇଛି। ଗତକାଲି ସ୍ୱିଡେନରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସ୍ୱିଡେନ ପବ୍ଲିକ୍ ହେଲ୍ଥ ଏଜେନ୍ସିର ମହାନିର୍ଦ୍ଦେଶକ ସୂଚନା ଅନୁଯାୟୀ ସଂକ୍ରମିତ ବ୍ୟକ୍ତି ଜଣକ ଆଫ୍ରିକାର ଏକ ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଏହି ଭୟଙ୍କର ରୋଗ ଦ୍ୱାରା କବଳିତ ହୋଇଛନ୍ତି। ସେ କ୍ଲାଡ୍ 1B ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ନମ୍ବର 26 ମିଡିଆରେ ଦଳର ଆଭିମୁଖ୍ୟ ରଖିପାରିବେ କେବଳ 4 କଂଗ୍ରେସ ନେତା। କଂଗ୍ରେସ ଦଳର ଓଡ଼ିଶା ପ୍ରଭାରୀ ଅଜୟ କୁମାର କାଲି ଏକ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି। କଂଗ୍ରେସ ପକ୍ଷରୁ ଗଣମାଧ୍ୟମକୁ ଆନୁଷ୍ଠାନିକ ବୟାନ ଦଳର 4 ଜଣ ନେତା ହିଁ ଦେଇପାରିବେ ବୋଲି ଅଜୟ କୁମାରଙ୍କ ଦସ୍ତଖତରେ ପ୍ରେସ୍ ରିଲିଜ୍ ଜାରି ହୋଇଛି। ଯେଉଁଥିରେ ଦଳର 4 ଜଣ ନେତା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା, ଶ୍ରୀକାନ୍ତ ଜେନା ଓ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଡିଆରେ ଆନୁଷ୍ଠାନିକ ବୟାନ ଦେବା ପାଇଁ ଏଆଇସିସି ଦ୍ୱାରା ନିଯୁକ୍ତି ଦିଆଯାଇଥିବା ନେଇ ଉଲ୍ଲେଖ ରହିଛି। ଅର୍ଥାତ୍ ଦଳର ଅନ୍ୟ ବରିଷ୍ଠ ନେତାମାନେ ଗଣମାଧ୍ୟମକୁ ଯେଉଁ ବୟାନ ଦେବେ ତାହା କଂଗ୍ରେସର ମତ ଭାବେ ବିବେଚନା କରାଯିବ ନାହିଁ ବୋଲି ପରୋକ୍ଷରେ ଚେତାଇ ଦେବାକୁ ପ୍ରୟାସ କରିଛନ୍ତି ଅଜୟ କୁମାର। ନମ୍ବର 27 ରାଜଧାନୀରେ ଚାଞ୍ଚଲ୍ୟ, ଧରାପଡ଼ିଲା ସନ୍ଦିଗ୍ଧ, 7 ସିମ୍ ବକ୍ସ ଜବତ। ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଜଣେ ସନ୍ଦିଗ୍ଧକୁ ମାଡ଼ି ବସିଛି କମିଶନରେଟ୍ ପୁଲିସ। ସିମ୍ ବକ୍ସ ମାଧ୍ୟମରେ ବେଆଇନ କାର୍ଯ୍ୟ କରୁଥିବା ବେଳେ ଧରିଛି ପୁଲିସ। ଏଥିସହ ସେହି ଘରୁ 7ଟି ସିମ୍ ବକ୍ସ ଜବତ କରିଛି। ସାଇବର କ୍ରାଇମରେ ସିମ୍ ବକ୍ସ ବ୍ୟବହାର କରାଯାଉଛି। ଏହାଛଡ଼ା ବାହାର ଦେଶରେ କୌଣସି ରାକେଟ ଚଲାଇବା ପାଇଁ ଏହି ଡିଭାଇସକୁ ବ୍ୟବହାର କରାଯାଇପାରିବ। ଆତଙ୍କବାଦୀ କାର୍ଯ୍ୟକଳାପରେ ସିମ୍ ବକ୍ସ ବ୍ୟବହାର ହେଉଥିବା ପୂର୍ବରୁ ଦେଖିବାକୁ ମିଳିଛି। ତେଣୁ ସାଇଣ୍ଟିଫିକ୍ ଟିମ୍ ଓ SFSL ଏକ୍ସପର୍ଟଙ୍କୁ ନେଇ ଘଟଣାର ତଦନ୍ତ ଚାଲିଛି ବୋଲି ସିଡିପି କହିଛନ୍ତି। ନମ୍ବର 28 ଟ୍ରେନରେ ମିଳୁଛି ଖରାପ ଖାଦ୍ୟ, ଅଭିଯୋଗରେ 500% ବୃଦ୍ଧି। କେତେ ଉଚ୍ଚମାନର ଓ ସ୍ୱାସ୍ଥ୍ୟକର ଭାରତୀୟ ରେଲରେ ମିଳୁଥିବା ଖାଦ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଜାଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ରେଡ଼ରେ ଯାତ୍ରା ବେଳେ ଦିଆଯାଉଥିବା ଖାଦ୍ୟକୁ ନେଇ ଗ୍ରାହକ କେତେଥର ଅଭିଯୋଗ କରିଛନ୍ତି ସେ ନେଇ ସୂଚନା ଅଧିକାର ଆଇନ ବଳରେ ଆବେଦନ କରାଯାଇଥିଲା। ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ IRCTC ଏହାର ଉତ୍ତର ଦେଇଛି। ଗତ 2 ବର୍ଷ ମଧ୍ୟରେ ଖାଦ୍ୟର ମାନ ଓ ସ୍ୱାସ୍ଥ୍ୟକର ସ୍ଥିତି ନେଇ ଗ୍ରାହକଙ୍କ ଅଭିଯୋଗରେ 500% ବୃଦ୍ଧି ହୋଇଛି। ମାର୍ଚ୍ଚ 2022ରୁ 2024 ମଧ୍ୟରେ ଏହି ଅଭିଯୋଗ ହୋଇଛି ବୋଲି IRCTC କହିଛି। ନମ୍ବର 29 ବାଂଲାଦେଶ ବଦଳରେ UAEରେ ହେବ ମହିଳା T20 ବିଶ୍ୱକପ୍। ମହିଳା T20 ବିଶ୍ୱକପ୍ 2024 ବାଂଲାଦେଶରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ହିଂସାତ୍ମକ ସରକାର ବିରୋଧୀ ଆନ୍ଦୋଳନ ପରେ ବାଂଲାଦେଶର ବର୍ତ୍ତମାନ ସ୍ଥିତି ଭଲ ନାହିଁ। ଦେଶରେ ଏବେ ବି ହିଂସାକାଣ୍ଡ ଜାରି ରହିଛି। ଏହାକୁ ନେଇ ICCର ସୁରକ୍ଷା ଚିନ୍ତା ବଢ଼ିଯାଇଛି। ଫଳରେ ସେଠାରେ ବିଶ୍ୱକପ୍ ଆୟୋଜନ ନ କରି UAEରେ କରିବାକୁ ଯୋଜନା କରାଯାଉଛି। ନମ୍ବର 30 ଅମିତ ରୋହିଦାସଙ୍କୁ ସମର୍ଥିତ କଲେ ନବୀନ ପଟ୍ଟନାୟକ। ଭାରତୀୟ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନବୀନ ନିବାସରେ ସମର୍ଥିତ କରିଛନ୍ତି। ଅମିତଙ୍କୁ ରୂପା ତାରକସି କାମର ରଥାରୂଢ଼ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଦେଇ ନବୀନ ପଟ୍ଟନାୟକ ସମର୍ଥିତ କରିଥିଲେ। ଅମିତ ରୋହିଦାସଙ୍କୁ ଓଡ଼ିଶାର ଗୌରବ ଭାବରେ ନବୀନ ପଟ୍ଟନାୟକ ବର୍ଣ୍ଣନା କରିବା ସହ ଯୁବପିଢ଼ିଙ୍କୁ ତାଙ୍କର ସଫଳତା ପ୍ରେରଣା ଦେଇ ଚାଲିବ ବୋଲି କହିଥିଲେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।